ସାଙ୍ଗମାନେ ସଂକଟ ସମୟରେ ବିଚଳିତ ନ ହୋଇ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ହିଁ ପ୍ରକୃତ ବୀରତ୍ୱ। ଭଗବାନ ଶ୍ରୀରାମଙ୍କ ଜୀବନ ଶିଖାଏ ଯେ ମଣିଷ ପାଖରେ ଯେତେ ଶକ୍ତି କିମ୍ବା ଜ୍ଞାନ ଥାଉ ନା କାହିଁକି ସେ ଯଦି ଅହଙ୍କାରୀ ହୁଏ ତେବେ ତାର ପତନ ସୁନିଶ୍ଚିତ। ଶତ୍ରୁ ହେଉ ଅବା ମିତ୍ର ସମସ୍ତଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ। ରାବଣ ମୃତ୍ୟୁ ଶଯ୍ୟାରେ ଥିବାବେଳେ ମଧ୍ୟ ଲକ୍ଷ୍ମଣଙ୍କୁ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ପଠାଇ ଶ୍ରୀରାମ ଜଣେ ଜ୍ଞାନୀ ପ୍ରତି ସମ୍ମାନର ଉଦାହରଣ ଦେଇଥିଲେ। ରାଗରେ ନିଆଯାଇଥିବା ନିଷ୍ପତ୍ତି ସବୁବେଳେ କ୍ଷତିକାରକ ହୋଇଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ, ଆଉ ଯାହାକୁ ତୁମେ ମୃତ୍ୟୁ ବୋଲି ଭାବୁଛ ତାହା ହିଁ ପ୍ରକୃତରେ ଜୀବନ। ଦୁଃଖ ସମୟରେ ଭାଙ୍ଗି ନ ପଡ଼ିବା ଏବଂ ସୁଖ ସମୟରେ ଅଧିକ ଗର୍ବ ନ କରିବା ଉଚିତ, କାରଣ କୌଣସି ସମୟ ସ୍ଥାୟୀ ନୁହେଁ। ମୃତ୍ୟୁ ଠାରୁ ଭୟ ରଖିବା ଅନୁଚିତ, କାରଣ ଆତ୍ମା ହେଉଛି ଅମର। ବାହାରେ ଶାନ୍ତି ଖୋଜିବା ପୂର୍ବରୁ ପ୍ରଥମେ ନିଜ ଭିତରେ ଶାନ୍ତି ଖୋଜନ୍ତୁ। ସତ୍ୟ କେବେ ବି ଲୁଚି ରହେ ନାହିଁ, ଏହା ଆଜି ନହେଲେ କାଲି ନିଶ୍ଚୟ ପଦାକୁ ଆସିବ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ପ୍ରଥମ ରେଷ୍ଟୁରାଣ୍ଟ ମା କ୍ଷୀର, ପ୍ରଥମ ପାଇଖାନା ମାଙ୍କ କୋଳ, ପ୍ରଥମ ସ୍କୁଲ ମାଙ୍କ ରୋଷେଇ ଘର, ପ୍ରଥମ ଶିକ୍ଷକ ମା, ପ୍ରଥମ ଡାକ୍ତର ମା, ପ୍ରଥମ ଥର୍ମୋମିଟର ମାଙ୍କ ଆଙ୍ଗୁଳି, ପ୍ରଥମ ସାଙ୍ଗ ମା, ପ୍ରଥମ ଗାଡ଼ି ମାଙ୍କ କୋଳ, ଆଉ ପ୍ରଥମ ମ୍ୟୁଜିକ୍ ମାଙ୍କର ହୃଦୟର ଶବ୍ଦ। ସାଙ୍ଗମାନେ ଜୀବନର ପ୍ରଥମ ସୃଷ୍ଟି ମା ଗର୍ଭରେ, ଜୀବନର ପ୍ରଥମ ସ୍ପର୍ଶ ମା କୋଳରେ, ଜୀବନର ପ୍ରଥମ ତୃଷ୍ଣା ମା ବକ୍ଷରେ, ଜୀବନର ପ୍ରଥମ ଗୀତ ମା ମୁହଁରେ, ଜୀବନର ପ୍ରଥମ ପ୍ରେମ ମା ଆରେ, ଜୀବନର ତ୍ୟାଗର ଆରମ୍ଭ ମା ଠାରୁ, ଜୀବନର ସ୍ୱାର୍ଥର ବଳିଦାନ ବି ମା ଠାରୁ। ଜୀବନରେ କେବଳ ମା ହିଁ ନିଜର, ମା ବିନା ଜୀବନ ଅର୍ଥହୀନ। ତେଣୁ ମା ହିଁ ମହାନ। ଇଏ କେତେ ଶକ୍ତ ଆସନ୍ତୁ ଜାଣିବା। ପୁଅ କେତେ ଶକ୍ତ ବାପ ବୁଢ଼ା ହେଲେ ଜଣାପଡ଼ିଯାଏ। ବନ୍ଧୁ କେତେ ଶକ୍ତ ବିପଦ ପଡ଼ିଲେ ଉପସ୍ଥିତି କହିଦିଏ। ଭାଇ କେତେ ଶକ୍ତ ଦୁର୍ଦିନ ବେଳରେ ଧରା ପଡ଼ିଯାଇଥାଏ। ଆଉ ଭଉଣୀର ଶକ୍ତି ଭାଇର ଅବୁଝା ସମୟରେ ସ୍ପଷ୍ଟ ହୁଏ।